ବନ୍ଧୁଗଣ ଜୟ ଜଗନ୍ନାଥ। ଆଜି ଆମେ ତୁଳସୀ ଗଛ ପାଖରେ ଲଗାଇ ଦିଅନ୍ତୁ ଏହି ଚମତ୍କାରୀ ଗଛ, ଚୁମ୍ବକ ପରି ଆକର୍ଷିତ ହେବ ଧନ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି। ଏମିତିକି ତୁଳସୀ ଗଛର ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା ସହିତ ଦୀପ ପ୍ରଜ୍ୱଳିତ କରିବାର ମଧ୍ୟ ବିଧାନ ରହିଛି। ଏହାଦ୍ୱାରା ଉଭୟ ମାତା ତୁଳସୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ। ତୁଳସୀ ଗଛ ସାମ୍ନାରେ ଶୁଦ୍ଧ ଘିଅ ଦୀପ ଜାଳିବା ଉଚିତ। ଏପରି କରିବା ଦ୍ୱାରା ଜୀବନରେ ଆସୁଥିବା ସବୁ ଦୁଃଖ ଦୂର ହୋଇଯାଏ। କିନ୍ତୁ ଦୀପ ଜାଳିବା ସମୟରେ ଏହା ତଳେ କିଛି ଚାଉଳ, କପଡ଼ା କିମ୍ବା ଦୁବ ଘାସ ମଧ୍ୟ ରଖିପାରିବେ। ନଚେତ୍ ଘରକୁ ଦାରିଦ୍ରତା ଆସିଥାଏ। ତୁଳସୀ ପୂଜା ଅତ୍ୟନ୍ତ ଖାସ୍ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ତୁଳସୀ ପାଣି ଘରେ ଛିଞ୍ଚିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଦରିଦ୍ରତା ମଧ୍ୟ ଦୂର ହୋଇଥାଏ। ବନ୍ଧୁଗଣ, ଏହା ବ୍ୟତୀତ ଭଗବାନ ବିଷ୍ଣୁଙ୍କ କୃପା ମିଳିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି। ଘରେ ସକାରାତ୍ମକତା ଆସିବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଏବଂ ମାତା ଲକ୍ଷ୍ମୀଙ୍କର ପୂଜା ସହିତ କିଛି ଖାସ୍ ଉପାୟ କରିବା ଦ୍ୱାରା ମନୁଷ୍ୟର ଜୀବନ ବଦଳି ଯାଇପାରିବ। କିନ୍ତୁ ସେହି ସବୁ ଉପାୟକୁ ନିଷ୍ଠାର ସହିତ କରିବାର ଆବଶ୍ୟକତା ରହିଛି। ବନ୍ଧୁଗଣ, ଏହା ବ୍ୟତୀତ ଘରେ କଳହ, ଅଶାନ୍ତି ଏବଂ ନକାରାତ୍ମକତା ମଧ୍ୟ ଦୂର ହୋଇଥାଏ। ଏହାଦ୍ୱାରା ଅସଫଳତାରୁ ମୁକ୍ତି ମଧ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା କରିବା ଦ୍ୱାରା ଅପାର ଧନ ଅର୍ଜନ ହେବ। ଉପାୟ ଅନୁଯାୟୀ ଗୁରୁବାର ଦିନ ସକାଳୁ ଉଠି ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରି ହଳଦିଆ ତିଲକ କରନ୍ତୁ। ଏହାପରେ କୌଣସି ଗଛ କିମ୍ବା ତୁଳସୀ ଗଛ ଥିଲେ ସେଥିରେ ଜଳ ଅର୍ପିତ କରନ୍ତୁ। ତୁଳସୀ ଗଛର ଅଳ୍ପ ଅଂଶ ଚେର ଆଣି ଧନ ରଖାଯାଉଥିବା ସ୍ଥାନରେ ରଖିଦିଅନ୍ତୁ। ମାତ୍ର ତାହାକୁ ରଖିବା ପୂର୍ବରୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ତାକୁ ପୂଜା କରି ସାରିବା ପରେ ରଖିଦିଅନ୍ତୁ। ମାତ୍ର ଏହାର ରଖିବା ସମୟରେ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇ ରଖନ୍ତୁ। ଦେଖିବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହେବେ ଏବଂ ଧନର ଆଗମନ ହେବ। ଏହା ବ୍ୟତୀତ ଆଉ ଏକ ଉପାୟ ଅନୁଯାୟୀ ସକାଳୁ ଉଠି ସ୍ନାନ କରି ପବିତ୍ର ହୋଇ ତୁଳସୀ ଗଛ ମୂଳରେ କୌଣସି ଗଛ ଉଠିଥିଲେ ତାକୁ ନେଇ ପବିତ୍ର କରି ଧନ ରଖାଯାଉଥିବା ସ୍ଥାନରେ ରଖିଦିଅନ୍ତୁ। ଏହାଦ୍ୱାରା ମଧ୍ୟ ଘରକୁ ଧନର ଆଗମନ ହୋଇଥାଏ। ମାତ୍ର ଏସବୁ ଉପାୟ ତୁଳସୀ ପୂଜନ ପରେ ହିଁ କରନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।